ହାତରେ ଫୁଲା ତୁଳଟିଏ ଏବଂ ହାତରେ ଫଟୋଟିଏ। ଏ ଫଟୋ ଏ ଫୁଲ ତୋଳାର କୌଣସି ଅତିଥି ନୁହଁ, ଏକ ସ୍ମରଣୀୟ ଚିରଦିନ ପାଇଁ ମନେ ରହିବା ପାଇଁ ଏ ଫଟୋଟିଏ ପ୍ରଦାନ କରାଯାଇଛି। ଏ କଥା ଆମେ କାହିଁକି କହୁଛୁ ଆପଣଙ୍କ ମନକୁ ନିହାତି ଭାବେ ଟିକେ ବିଚଳିତ କରିବ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବୋରକୁଣ୍ଡା ପଞ୍ଚାୟତ ଶ୍ରଦ୍ଧାପୁର ଉଚ୍ଚ ବିଦ୍ୟାଳୟ ଠାରେ ମା କନେକେଶ୍ୱରୀ ସ୍କୁଲରେ 1998 ମସିହାରେ ଯେଉଁ ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢୁଥିଲେ, ଦୀର୍ଘ 28 ବର୍ଷ ବିତି ଯାଇଥିଲେ ମଧ୍ୟ ଗୁରୁମାନଙ୍କୁ ଭୁଲି ପାରିନଥିଲେ, ଗୁରୁଙ୍କୁ ଛାଡ଼ି ପାରିନଥିଲେ। ଆଜି ସେହି ଗୁରୁଙ୍କୁ ଏକାଠି ପାଇ ଏବଂ ଏକାଠି ଦେଖି ଖୁସି ଅଛନ୍ତି ଏବଂ ଆନନ୍ଦିତ ଅଛନ୍ତି। ଗୁରୁ ମଧ୍ୟ ସେଇ ଛାତ୍ରଛାତ୍ରୀଙ୍କୁ ପାଖରେ ପାଇ ସେ ଖୁସି ଅଛନ୍ତି ଏବଂ ଆନନ୍ଦିତ ଅଛନ୍ତି। ଦି ଜଣ ଗୁରୁ ତାଙ୍କ ପାଖରୁ ଛାଡ଼ି ବହୁତ ଦୂରକୁ ଚାଲି ଯାଇଥିଲେ ମଧ୍ୟ କିଛି ଗୁରୁ ତାଙ୍କ ପାଖରେ ଅଛନ୍ତି। ଆସନ୍ତୁ ସେହି ଗୁରୁ ସହିତ ଆମେ ଆଲୋଚନା କରିବା। ଆଜ୍ଞା, ଆଜି 28 ବର୍ଷ ବିତି ଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ଆଜି ଏକ ସ୍ମରଣୀୟ ଦିନ। ଏଇ ଡିଜିଟାଲ ଯୁଗରେ ବାପ ମା କୁ ଭୁଲି ଯାଉଛନ୍ତି, କିନ୍ତୁ ଦୀର୍ଘ 28 ବର୍ଷ ପରେ ଛାତ୍ରଛାତ୍ରୀ ମନେ ରଖି ଆଜି ଗୋଟେ ବଡ ପ୍ରୋଗ୍ରାମ ହେଇଛି, ଯାହାକି ଏ ଓଡିଶାରେ ଲିପିବଦ୍ଧ ରହିବ। କଣ କହିବେ ସେ ଶିଷ୍ୟ ମାନଙ୍କୁ? ଶୁଣନ୍ତୁ, ମୋ ପ୍ରଥମ ସ୍କୁଲ ହଉଛି ଏଇ କନକେଶ୍ୱରୀ ହାଇସ୍କୁଲ ଶ୍ରଦ୍ଧାପୁର। ୟା ପରେ ମୁଁ 5ଟି ହାଇସ୍କୁଲକୁ ଗଲିଣି ଏବଂ 5ଟି ସ୍କୁଲ ଗଲେ ମଧ୍ୟ ଏଠି ଆମ ଅନୁଗୁଳ ଡିଷ୍ଟ୍ରିକ୍ଟରେ 4ଟି ଏବଂ ଶେଷ ବେଳକୁ ଆସିଲି ଦେଓଗଡ଼ର ଆମର ବ୍ଲକ ହେଡ଼କ୍ୱାର୍ଟର ସ୍କୁଲ ଡମରା ହାଇସ୍କୁଲକୁ। କିନ୍ତୁ ଏଇଭଳିଆ ସମ୍ମାନ ବା ଏଇଭଳିଆ ଛାତ୍ର ମୁଁ ମୋର 5ଟି ଯାକ ସ୍କୁଲରେ ପାଇନି। ଯଦି ବି ମୁଁ ରିଟାୟାରମେଣ୍ଟ ହେଇସାରିଲିଣି, ତଥାପି ବର୍ତ୍ତମାନ ବି ମୁଁ ସେଇ ଦେଓଗଡ଼ ଜିଲ୍ଲାର କଲା ନଡ଼ାଲ ହାଇସ୍କୁଲ, ଯାହାକି 1958 ମସିହାରେ ସ୍ଥାପିତ, ମୋର ଜନ୍ମ ନାହିଁ କହିଲେ ଅତ୍ୟୁକ୍ତି ହେବନି, ସେଇ ସ୍କୁଲରେ ମୁଁ ଯିବା ପାଇଁ ଏଠୁ ଚାହିଁଥିଲି କିନ୍ତୁ ଯାଇପାରିଲିନି। ଯାହା ଏବେ ସେଇଠି ଶିକ୍ଷାଦାନ କରୁଛି। ତଥାପି ମୁଁ ଯେତେ ସ୍କୁଲ ଦେଖିଛି, ମୋ 5ଟି ସ୍କୁଲ ଯାଇଥିବା ଭିତରେ ଏଇ ସ୍କୁଲର ଯେଉଁ ସ୍ନେହ, ଯେଉଁ ସଦିଚ୍ଛା, ଯେଉଁ ଶୃଙ୍ଖଳା, ଯଦି ଭାବିବାକୁ ଯିବେ ଗୁରୁକୁଳ ଆଶ୍ରମ ଭଳି ଯଦି ଥିଲା, ସେଇଟା ଏଇ ସ୍କୁଲ। ବର୍ତ୍ତମାନ ସେଇ ସମୟରେ ଆମେ ଯେଉଁ ପ୍ରକାର ଚଳୁଥିଲୁ, ଯେଉଁ ପ୍ରକାର ଛାତ୍ର ଥିଲେ, ଏଇ କୋଲେଇ ଯେତେ ଏରିଆର ଭଲ ଭଲ ପିଲା ସବୁ ଏଇ ସ୍କୁଲରେ ରହିକି ପଢୁଥିଲେ ଏବଂ ଗୁରୁକୁଳ ଆଶ୍ରମ ଭଳି ସେ ସ୍କୁଲକୁ ଆମେ ସଜେଇଥିଲୁ। ଏବଂ ରେଜଲ୍ଟ ମଧ୍ୟ ଯଦି ଦେଖିବେ ସେଇ ସମୟରେ ସମଲ କଣିହାଁ ହାଇସ୍କୁଲ ଯେଉଁଟା ଗଭର୍ଣ୍ଣମେଣ୍ଟ ସ୍କୁଲରେ ମଧ୍ୟ ଆମର ଏଇ ସ୍କୁଲ ପିଲା ଛାତ୍ରଛାତ୍ରୀ ମାନେ ନାଁ ରଖିଛନ୍ତି। ଏବଂ ଏଠୁ এই ଅନୁଷ୍ଠାନର ଯେଉଁ ଛାତ୍ରମାନେ ଯାଇ ସମସ୍ତେ ବିଭିନ୍ନ ଭଲ ଭଲ ପଦପଦବୀରେ ଅଛନ୍ତି ଏବଂ ସେମାନେ ମଧ୍ୟ ଆଜି ଆମକୁ ମନେ ପକାଉଛନ୍ତି, କାହିଁକି ଆମ ଦ୍ୱାରା ସେମାନେ ସେହି ପରୀକ୍ଷା ଗଢ଼ା ଯାଇଥିଲେ ଏବଂ ଶାସନ ଥିଲେ। ବର୍ତ୍ତମାନ ତ ସେଇମାନେ ଆମକୁ ଏବେ ମନେ ପକାଉଛନ୍ତି ଏବଂ ଆମେ ମନେ ପକାଇ ଆମକୁ ଯେଉଁ ଡାକୁଛନ୍ତି, ଆମେ ନିଜ ଏତେ ଖୁସି ଅନୁଭବ କରୁଛୁ, ଯାହାକି ମୁଁ ପ୍ରକାଶ କରିବା ସମ୍ଭବପର ହେଉନାହିଁ। ଏବଂ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି, ଏ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରି ମୁଁ ଏତିକି ରହିଲି। ଜୟ ମା କନେକେଶ୍ୱରୀ, ବନ୍ଦେ ମାତରମ୍। ଖୁସିରେ ଅଛନ୍ତି ଶିକ୍ଷକ। ଆମେ ଆଲୋଚନା କରିବା ପ୍ରଧାନ ଶିକ୍ଷକଙ୍କ ସହିତ। ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ଏବଂ ଛାତ୍ରମାନଙ୍କୁ ଶିକ୍ଷା ଦେଉଥିଲେ। ସାର୍, ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ କରୁଥିଲେ, ଛାତ୍ରମାନଙ୍କୁ ଶିକ୍ଷା ଦେଉଥିଲେ, କଣ କହିବେ ଛାତ୍ରମାନଙ୍କୁ? ମୁଁ ଫକୀର ମୋହନ ଜିତ। ମୋତେ ଯେତେବେଳେ 28 ବର୍ଷ ହେଲା, 1985 ମସିହାରେ ପ୍ରଥମେ ଏଠି ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିଥିଲି ଏବଂ ସେ ଗୁରୁ ଦାୟିତ୍ୱ ବହନ କରିଥିଲି। 28 ବର୍ଷ ବହୁତ କମ୍ ବର୍ଷ ଯେ ଏତେ ବଡ଼ ଗୁରୁ ଦାୟିତ୍ୱ ବହନ କରିବା। ମୁଁ ଦୀର୍ଘ 29 ବର୍ଷ ରହି ଏହି ବିଦ୍ୟାଳୟକୁ ପରିଚାଳନା କରିଥିଲି। ଏ ବିଦ୍ୟାଳୟରୁ ମୁଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତାଳଚେରକୁ ବଦଳି ହୋଇଯାଇଥିଲି। ସେଠି ପୁଣି ଆଉ ଥରେ ଏ ଅନୁଷ୍ଠାନର ଆଗ୍ରହ ଦେଖି ପୁଣି ଏଠାକୁ ଆଉ ଥରେ ବଦଳି ଯାଇଥିଲି ଏବଂ 2014 ମସିହାରେ ପଶ୍ଚିମ ଯୋଡ଼ା ହିନ୍ଦୀ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଯାଇଥିଲି ଏବଂ ତାପରେ ସରକାରୀ ଉଚ୍ଚ ବିଦ୍ୟାଳୟ ସମଲରେ ପ୍ରଧାନ ଶିକ୍ଷକ ଭାବରେ 2017 ମସିହା ପର୍ଯ୍ୟନ୍ତ 2017 ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ମୋର ଅବସର ଗ୍ରହଣ କରିଥିଲି। ବାସ୍ତବରେ ଗୁରୁ ଶିଷ୍ୟ ପରମ୍ପରା ଭାରତରେ ଅନନ୍ୟ କୌଣସି ଅଞ୍ଚଳରେ ବା ପୃଥିବୀର ଅନ୍ୟ କୌଣସି ଦେଶରେ ଦେଖାଯାଏ ନାହିଁ। ଦୀର୍ଘ 25 ବର୍ଷ ପରେ ପିଲାମାନେ ଯେଉଁ ପ୍ରକାର ଆବେଗମୟ ମାହୋଲରେ ଆମମାନଙ୍କୁ ଡାକି
ये उत्सवटी खूब शांति श्रृंखलार से समाहित कले से उत्सवर उद्योक्ता मोर प्रिय छात्र छात्री मान को मु धन्यवाद जनाऊँगी। माँ कनकेश्वरी निकट प्रार्थना करुच्ची ये अनुष्ठान उत्तर उत्तर उन्नति हो एवं जो पिला माने उत्सव को साकार करछंती सेमानकर मध्य उत्तर उत्तर उन्नति कामना करछी। धन्यवाद। जहाँ कहते प्रधान शिक्षक जे अनेक चिंता एवं अनेक प्रचेष्टा भितर छात्र माने आज शिक्षक को डाकी एक सभा करथिले एवं मिलन करथिले। आम से छात्र सहित टी आलोचना करबा। आज्ञा आजिका जुगरे कली जुगरे छात्र माने भूली जाउजंती शिक्षक को समय मध्य दीर्घ 28 वर्ष व्यवधान पर आज कहीं मन को एमती आसिला शिक्षकों को आज एकाठी मिलन कले। ये पुरातन छात्र और गुरु को महामिलन कार्यक्रम एकाठी करने बहुत दिन उंकी मारिथिला किंतु ता हेई पारि नथिला। किंतु 28 वर्ष पर जहा मोर सब बंधु एवं सार मानकर सहयोग फल एवं समस्ते आसवा आमको सम्मति प्रकाश करिया पर तारीखटी घोषणा करथिलु एवं समस्ते आसिकी आमको उत्साहित करले से आम बहुत खुशी। एवं गुरु और शिष्यर संपर्क एक नियारा संपर्क सेटा पुराण जुगरु आज पर्यंत अच्छी। कारण गुरु सर्वाग्रे गुरु को छाड़ी शिक्षार महत्व ही किछि नाही। तेणु गुरु को एकाठी करी आमे आम ये पुरातन छात्र एवं गुरु को महामिलन कार्यक्रम रे सम्मिलित कर पार्थिलु। उद्देश्य गोटे छोटिया डाक टिकेट उन्मोचन कर पार्थिलु। सेति मु व्यक्तिगत भाव में बहुत खुशी एवं सार को ये आसी बहुमूल्य समय आमको सामिल कर कृतज्ञता ज्ञापन करुच्ची। एवं पिलामान तरफ जदि आमर कोठी किछि भूल भटका रही जाए से सार निकट मत क्षमा प्रार्थना करुच्ची। कौन कहिबे आज गुरु को पाखरे पाई? गुरु को पाखरे पाए मु आज बहुत खुशी। एठारु शिक्षा लाभ करी अनेक छात्र छात्री सरकारी चाकरी कहतु राजनीति कहतु एवं बिजनेस कहतु अनेक एठारु उन्नति करिजंती किंतु गुरु सबु बेले गुरु हेई थांती। कहीं ना छाट जीए खाई बाट सीए शिखी। आज से छात्र छात्री छाट खाई 28 वर्ष पर गुरु को मन रखिंट। आउ एक दृश्य मु देखा चाहिए कैमरा मान को अनुरोध करी पुरातन जदि देखिए लिपिबद्ध आपन को सुमरिण गोटे देखा माँ कनेकेश्वरी दीर्घ 28 वर्ष ऊर्ध्वला माँ कनेकेश्वरी एवं जगन्नाथ जल बलभद्र सुभद्रा डोरी आज इमान को डाकी आनी एवं एकाठी मिलन कर जदि अब माँ आशीर्वाद न था अवश्य गुरु शिष्य एकाठी मिलन हो पारि न था। आज माँ आशीर्वाद माँ कृपा अच्छी बोली 28 वर्ष परे मध्य गुरु शिष्य एकाठी हो पारि। अनुगुल जिला कणियारू कैलाश चंद्र नायक रिपोर्ट स्वतंत्र ओडिशा लाइव।